explain করছি। ନମସ୍କାର, ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଏବେ ଗୋଟେ ବଢ଼ିଆ ଘଟଣାଟା ହେଇଛି ଯେ ମ୍ୟାଡ଼ାମ୍ ଅନୁ ଗର୍ଗ IAS ଓଡ଼ିଶାର ନୂଆ ଚିଫ୍ ସେକ୍ରେଟାରୀ ହେବେ। ମୁଁ ସେଟାକୁ ସ୍ୱାଗତ ଜଣାଉଛି। ପ୍ରଥମ ଓଡ଼ିଶାର ମହିଳା ଚିଫ୍ ସେକ୍ରେଟାରୀ, ଏଇଟା ଗୋଟେ ବଡ଼ ଘଟଣା, ମାନେ ଗୋଟେ ଆନାଦାର ଗ୍ଲାସ୍ ସିଲିଂ ବ୍ରୋକେନ୍, ଏବଂ ଏଟାକୁ ଆମକୁ ସେଲିବ୍ରେଟ୍ କରିବା କଥା ଯେ ଜଣେ ସ୍ତ୍ରୀ ଲୋକ ୱୁମେନ୍ ଫର୍ଷ୍ଟ ୱୁମେନ୍ ଚିଫ୍ ସେକ୍ରେଟାରୀ ଓଡ଼ିଶାର। ମୁଁ ତ ନିଜେ 2 ମାସ ତଳେ ଗୋଟେ ଅଲଗା ଗୋଟେ ଭିଡ଼ିଓ ବି କରିଥିଲି ଏବଂ ଠିକ୍ ଏଇ ବିଷୟରେ କହିଥିଲି ଯେ ଓଡ଼ିଶାରେ କାହିଁକି ୱୁମେନ୍ ଚିଫ୍ ସେକ୍ରେଟାରୀ ହେଉନାହାନ୍ତି। 48.5% ଓଡ଼ିଶାର ପପୁଲେସନ୍ ହେଉଛି ସ୍ତ୍ରୀ ଲୋକ ଏବଂ ମୋର ବକ୍ତବ୍ୟ ସମସ୍ତଙ୍କ ପାଇଁ ଇକ୍ୱାଲ୍ ଅପରଚ୍ୟୁନିଟି ରହିବା କଥା, ଇକ୍ୱାଲ୍ ଅପରଚ୍ୟୁନିଟି, ଇକ୍ୱାଲ୍ ରିପ୍ରେଜେଣ୍ଟେସନ୍। তো প্রায় যদি 48.5% ଓଡ଼ିଶାର ପପୁଲେସନ୍ ୱୁମେନ୍, ତାହେଲେ ୱୁମେନ୍ ଚିଫ୍ ସେକ୍ରେଟାରୀ କାହିଁ ହେବନି, ହେବା କଥା ତ ଆଟଲିଷ୍ଟ ହେଲା। ମୁଁ ଆଉ 2ଟା ପ୍ରଶ୍ନ ଉଠାଇଥିଲି ସେଇ ମୋର ପୂର୍ବ ଭିଡ଼ିଓରେ। SC ST ସିଡ୍ୟୁଲ୍ କାଷ୍ଟ ସିଡ୍ୟୁଲ୍ ଟ୍ରାଇବ୍ ଓଡ଼ିଶାର 40% IAS IPS ଅଛନ୍ତି, କିନ୍ତୁ ଏବେ ସୁଦ୍ଧା SC କିମ୍ବା ST ଚିଫ୍ ସେକ୍ରେଟାରୀ ହେଇନାହାନ୍ତି କିମ୍ବା ଡାଇରେକ୍ଟର ଜେନେରାଲ ଅଫ୍ ପୁଲିସ୍ ହେଇନାହାନ୍ତି। ବଟ୍ ଆଟଲିଷ୍ଟ ଜଣେ ୱୁମେନ୍ ହେଲେ ତ ମୁଁ ଆଶା କରିବି ଯେ SC ST ବି ହେବ ଜଲ୍ଦି, ଇକ୍ୱାଲ୍ ଅପରଚ୍ୟୁନିଟି ଫର୍ ଏଭ୍ରିୱାନ୍ ହେବା କଥା। ତ ଓଡ଼ିଶାରେ ସମସ୍ତେ ଏବେ ସେଲିବ୍ରେଟ୍ କରୁଛନ୍ତି ଯେ ଅନୁ ଗର୍ଗ ଚିଫ୍ ସେକ୍ରେଟାରୀ ହେଉଛନ୍ତି ଫର୍ଷ୍ଟ ୱୁମେନ୍। ସେୟା ପାଇଁ ନଟ୍ ବିକଜ୍ ଯେ ପାର୍ସୋନାଲ୍ କାରଣବଶତଃ ଯେ ଜଣେ ସ୍ତ୍ରୀ ଲୋକ ହେଲେ, ଫାଇନାଲି ହେଲେ, ଡେରି ହେଲା କିନ୍ତୁ ହେଇଛି, ସେଟା ଆମକୁ ମାନିବା ପଡ଼ିବ ଏବଂ ସେଲିବ୍ରେଟ୍ କରିବା ପଡ଼ିବ। କିନ୍ତୁ ଆଜି এই অধ্যায়ে ମୁଁ କହିବି ଯେ ହେଲେ ତ ମ୍ୟାଡ଼ାମ୍ ଅନୁ ଗର୍ଗ ହେଲେ, ଅଲ୍ ଦ ବେଷ୍ଟ ୱିଶେସ୍ ଟୁ ହାର୍। କିନ୍ତୁ ମ୍ୟାଡ଼ାମ୍ ଗର୍ଗ କ'ଣ ସତରେ এই ଆଡମିନିଷ୍ଟ୍ରେସନ୍ ବ୍ୟୁରୋକ୍ରେସିରେ କିଛି ଚେଞ୍ଜ କରିପାରିବେ? ସେଟା ହେଉଛି ଆମର ଆଶା। ତାର ପାଇଁ ବଡ଼ ବଡ଼ ଚ୍ୟାଲେଞ୍ଜ ଅଛି ଏବଂ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଯେ ଯେମାନେ ଶାସକ ଏବଂ ଯେମାନେ ପ୍ରଜା, ଆମେ ହେଉଛି ପ୍ରଜା, সেই ଶାସକ ଆଉ ପ୍ରଜା ଭିତରେ ଦୂରତ୍ୱ ବହୁତ ବଢ଼ିଯାଇଛି। শাসক, ଆମେ ଶାସିତ, এই যে দূরত্বটাକୁ ম্যাডাম ଅନୁ ଗର୍ଗ କ'ଣ ବ୍ରିଜ୍ କରିପାରିବେ, କମାଇ ପାରିବେ? ଶାସକ ଆଉ ଯେମାନେ ଶାସିତ ସେମାନେ କ'ଣ ମାନେ will they be in service of the subjects, যেମାନେ রুলিং ক্লাস, মন্ত্রী, IAS অফিসার, এই দূরত্বটা କ'ଣ কমাই ପାରିବେ? সেটা ହେଉଛି ମୋର ପାଇଁ ବଡ଼ ପ୍ରଶ୍ନ। ଆଦରୱାଇଜ୍ କ'ଣ ହେବ? প্রতি বর্ষ 1.5 বর্ষরে জনে নূয়া চিফ সেক্রেটারি আসবে, ଯିବେ, ବର୍ଷେ 1.5 ବର୍ଷ ରହିବେ, তারপরে ଯିବେ। কিন্তু যদি সে সত্যরে কিছু চেঞ্জ କରିପାରିବେ ମ୍ୟାଡ଼ାମ୍ ଗର୍ଗ, ମୁଁ କହିବି ଯେ ତାହେଲେ এই যে ୱୁମେନ୍ ଚିଫ୍ ସେକ୍ରେଟାରୀ ସେ ହେଲେ, ତାହେଲେ ତାର ଗୋଟେ ବଡ଼ ଗୋଟେ କଣ୍ଟ୍ରିବ୍ୟୁସନ୍ ରହିବ, ଇମ୍ପ୍ୟାକ୍ଟ ରହିବ। ଆଦରୱାଇଜ୍ ଆସିଲେ ଗଲେ, ଇତିହାସ ମନେ ରଖିବେନି। ତ ଆଜି এই অধ্যাୟରେ সেই বিষୟରେ କହିବି যে ଚ୍ୟାଲେଞ୍ଜ କ'ଣ, ଏବଂ ଆଜିର ଅଧ୍ୟାୟର ଟାଇଟେଲ ହେଉଛି ମନ୍ତ୍ରୀ, IAS ଆଉ ହ୍ୱାଇଟ୍ ଟାୱେଲ୍ର କାହାଣୀ। ହ୍ୱାଇଟ୍ ଟାୱେଲ୍, ଧଳା ତୌଲିଆ ଆସୁଛି। କାହିଁକି ମୁଁ ଏଇଟା କହୁଛି? ଏଇ ମନ୍ତ୍ରୀ IAS ସାଙ୍ଗରେ ହ୍ୱାଇଟ୍ ଟାୱେଲ୍ର କ'ଣ କନେକ୍ସନଟା କ'ଣ ଆସୁଛି ଏଇ ଅଧ୍ୟାୟରେ। ମୋର ଧାରଣା ଆପଣମାନେ ଯେତେବେଳେ, ଆପଣମାନେ ସମସ୍ତେ ଦେଖିଛନ୍ତି, ସେ ଆପଣ পুলিশ স্টেশন ଯାଆନ୍ତୁ, ହସ୍ପିଟାଲ ଯାଆନ୍ତୁ, ତହସିଲଦାର ଅଫିସକୁ ଯାଆନ୍ତୁ, ବ୍ଲକ ଡେଭଲପମେଣ୍ଟ ଅଫିସର ପାଖକୁ ଯାଆନ୍ତୁ, যেইটি ବି ଯିବେ, କି ମନ୍ତ୍ରୀ, ସେକ୍ରେଟାରିଏଟ୍, IAS ଅଫିସର ଯିବେ, ଅଧିକାଂଶ ଟାଇମ୍ରେ ମୋଷ୍ଟ ଲାଇକଲି ଆପଣ ଦେଖିବେ ଯେ ବଡ଼ବାବୁ ଯେ ସେ ମନ୍ତ୍ରୀ ହୁଅନ୍ତୁ କି IAS ଅଫିସର ହୁଅନ୍ତୁ କିମ୍ବା ପୁଲିସ ଷ୍ଟେସନରେ ଷ୍ଟେସନ ହାଉସ୍ ଅଫିସର, ପୁଲିସ ଇନ୍ସପେକ୍ଟର ହୁଅନ୍ତୁ, ବଢ଼ିଆ ଗୋଟେ ଚେୟାରରେ ସେମାନେ ବସିଥିବେ। ଚେୟାର ବଢ଼ିଆ, ସେ ଲେଦାର ହଉ, କାଠ ହଉ, ଯାହା ବି ହଉ, ଦାମୀ ଚେୟାରରେ ସେମାନେ ବସିଥିବେ, କିନ୍ତୁ ଭେରି ଲାଇକଲି ସେଇ ଚେୟାର ଉପରେ ଗୋଟେ ହ୍ୱାଇଟ୍ ଟାୱେଲ୍ଟା ପଡ଼ିଥିବ, ଧଳା ତୌଲିଆ। ଏବେ କଥା ହେଉଛି, ମୋର ଆଜିର ପ୍ରଶ୍ନ, এই ହ୍ୱାଇଟ୍ ଟାୱେଲ୍ଟା କାହିଁକି? ଚେୟାରଟା ତ ବଢ଼ିଆ ଅଲରେଡ଼ି, ମାନେ ମୁଁ ଆଜି ଏବେ ଏଇ ଚେୟାରରେ ବସିଛି, ମୋର କ'ଣ କିଛି ଅସୁବିଧା ହେଉଛି? ନା। କିନ୍ତୁ ତାହେଲେ ମୁଁ ଏଇ ଚେୟାର ଉପରେ ଧଳା ତୌଲିଆଟା ପକାଉଛି କାହିଁକି? ହ୍ୱାଇଟ୍ ଟାୱେଲ୍ର ପ୍ରয়োଜନଟା କ'ଣ, ଦରକାରଟା କ'ଣ, ପକାଉଛି କାହିଁକି, ତାର উপরে বসুছি କାହିଁକି? କାରଣ ଅଛି।
ସେଟା ହେଉଛି ସେଇ ବ୍ରିଟିଶ ଯେତେବେଳେ ଥିଲେ ଫିଉଡାଲ ମାଇଣ୍ଡସେଟ୍ର ଗୋଟେ, ଏଟା ହେଉଛି ହ୍ୱାଇଟ୍ ଟାୱେଲ୍ ହେଉଛି ଫିଉଡାଲ ମାଇଣ୍ଡସେଟ୍ର ଗୋଟେ ସିମ୍ବଲ। ମାନେ ଆମେ ଶାସକ, ଆପଣ ମାନେ ପ୍ରଜା। এই হোয়াইট টাওয়েল ধলা তৌলিয়ার অর্থ ହେଉଛି সেটা যে ଆମ ଭିତରେ କିଛି ବଡ଼ ଗୋଟେ ଗ୍ୟାପ୍ ଅଛି। ଆମେ ଆପଣଙ୍କୁ ଶାସନ କରିବୁ, ଆପଣ ମାନେ ଆମର ପ୍ରଜା। এই প্রশ্ন হোয়াইট টাওয়েল ମୁଁ ଦିଲ୍ଲୀରେ ଦେଖୁଛି, ସବୁ ରାଜ୍ୟ ମାନେ যেইଠି ମୁଁ ଯାଉଛି ଦେଖେ ଭାରତବର୍ଷରେ ଉତ୍ତରପ୍ରଦେଶ, অন্ধ্রপ্রদেশ, পশ্চিমবাংলা, উড়িষ্যা, হোয়াইট টাওয়েল। বড়বাবু মানে হোয়াইট টাওয়েলে বসতে, কাହିଁକି କ'ଣ ପାଇଁ, ତାର ପ୍ରୟୋଜନ କ'ଣ? ମୁଁ ଟିକେ ରିସର୍ଚ୍ଚ ଫିସର୍ଚ୍ଚ କରିଲି ଇଣ୍ଟରନେଟ୍, ଯାହା ଜାଣିପାରିଲି ସେଟା ହେଉଛି ଯେ ଏଟା ହେଉଛି ଗୋଟେ ବ୍ରିଟିଶ ଯେତେବେଳେ ଆମକୁ ଶାସନ କରିଥିଲା ତାର ଗୋଟେ ଲେଫ୍ଟ ଓଭର, ତାର ଗୋଟେ ଇମ୍ପାକ୍ଟ। ଯେତେବେଳେ ଆମର ବ୍ରିଟିଶ ଅଫିସର ମାନେ ଥିଲେ, ଆମେ ବ୍ରିଟିଶ ସାମ୍ରାଜ୍ୟ ଅଣ୍ଡରରେ ଥିଲୁ ଭାରତବର୍ଷ, ସେଇ ଟାଇମରେ ଯେଉଁମାନେ ଶାସନ କରିବା ପାଇଁ ଆସୁଥିଲେ ଆମକୁ, ଭାରତବର୍ଷ ଗରମ, ସାମାର ବହୁତ ଖରା, ସେମାନେ ୟୁଜ୍ ନହନ୍ତି। ତ ଆଉ ସେତେବେଳେ 100 ବର୍ଷ ତଳେ ଏୟାର କଣ୍ଡିସନର ନଥିଲା। ମାନେ ଆମେ ତ ଏବେ ଏସି ଚଲାଇ ଦେଉଛୁ, ଥଣ୍ଡା ହେଇଯାଉଛି, କିନ୍ତୁ ସେତେବେଳେ ଏୟାର କଣ୍ଡିସନର ନଥିଲା। ତ ଏଇ ବ୍ରିଟିଶ ବଡ଼ବାବୁ ମାନେ ଦେ ୟୁଜ୍ ଟୁ ସ୍ୱେଟ୍, ମାନେ ପ୍ରବଳ ଗୁଲଗୁଲି, ହ୍ୟୁମିଡ୍, ଆଉ ଝାଳ ନାଳ ବାହାରିବ, ମାନେ ସ୍ୱେଟିଂ ହବ। ତ ସେଇଠି ବସିଲା ପରେ କ'ଣ ହେଉଥିଲା, ଚେୟାରରେ ବସିଲେ ପରେ ମାନେ ସ୍ୱେଟିଂ ପାଇଁ ସାର୍ଟରେ ବି ସବୁ ଦାଗ ଫାଗ ଷ୍ଟେନ୍ ହେଇଯାଉଥିଲା। ତ ସେଟାକୁ ଆଭଏଡ୍ କରିବା ପାଇଁ, ମାନେ ଏତେ ଝାଳ ନାଳ ବୋଇବନି, ସେତେବେଳେ ଗୋଟେ କଣ୍ଟେକ୍ସ ଥିଲା, ଏସି ନଥିଲା, ସେୟା ପାଇଁ ସେମାନେ ହ୍ୱାଇଟ୍ ଟାୱେଲ୍ ୟୁଜ୍ କରୁଥିଲେ। ହ୍ୱାଇଟ୍ ଟାୱେଲ୍ ପକାଇବେ ଚେୟାରରେ, ଆଉ ତାରପରେ ବସିବେ, ତାହେଲେ ଠିକ୍ ରହିଲା। ସ୍ୱେଟିଂ ଆବଜର୍ବ କରିଗଲା ଟାୱେଲ୍, ସାର୍ଟ ଠିକ୍ ରହିଲା, ମାନେ ଝାଳ ନାଳ ବୋଉ ନଥିଲା। କିନ୍ତୁ ଏବେ ବ୍ରିଟିଶ ମାନେ ପଳାଇଛନ୍ତି, ଏୟାର କଣ୍ଡିସନର ଆବିଷ୍କାର ହେଇଯାଇଛି, ସବୁ ମୋଷ୍ଟ ଅଫ୍ ଦ ଅଫିସେସ୍ ଏୟାର କଣ୍ଡିସନର ଅଛି, ପଙ୍ଖା ଅଛି, ସବୁ ଅଛି, ଚେୟାର ବି ସବୁ ଦାମୀ ବଢ଼ିଆ। କିନ୍ତୁ ସେଇ ବ୍ରିଟିଶ ଆମଲର ଯେ ପ୍ରାକ୍ଟିସ୍, ନୀତି ରୀତି ଚଲୁଥିଲା, ଟ୍ରାଡିସନ୍, ସେଟା ଏ ବଡ଼ବାବୁ ମାନେ ରଖିଦେଇଛନ୍ତି, ପ୍ରିଜର୍ଭ କରିଦେଇଛନ୍ତି। ଯେ ଏବେ ଏୟାର କଣ୍ଡିସନର ଅଛି, କିନ୍ତୁ ଧଳା ତୌଲିଆ ବି ଅଛି, କାହିଁକି ସେଟା ହେଉଛି ସିମ୍ବଲ ଯେ ଆମେ ଆପଣମାନର ଶାସକ। ମୁଁ ମୋର ଏଇ ଅଧ୍ୟାୟ କରିବା ପୂର୍ବରୁ ମୋର ଜଣେ ସାଙ୍ଗ ସାଙ୍ଗରେ କଥା ହେଉଥିଲି, ସେ କହିଲା ସେମାନେ ଶାସକ, ଆମେ ଶାସିତ। ଏବଂ କିନ୍ତୁ ମୋର ସାଙ୍ଗ କହିଲା ନା ନା, ଶାସିତ କାହିଁକି, ଶୋଷିତ, ମାନେ we are also being exploited। ତ ଏବେ କଥା ହେଉଛି ଭାରତବର୍ଷ ଗୋଟେ ସ୍ୱାଧୀନ ଦେଶ। ଆମର କନଷ୍ଟିଟ୍ୟୁସନ ସମ୍ବିଧାନରେ କ'ଣ କୁହାହେଉଛି, ଜାଷ୍ଟିସ୍, ଇକ୍ୱାଲିଟି, ଫ୍ରାଟର୍ନିଟି, এই তিনিটা ହେଉଛି ଆମର ଭାରତବର୍ଷର ଅସ୍ତିତ୍ୱର ମୂଳ କଥା। ଜାଷ୍ଟିସ୍ ମାନେ ନ୍ୟାୟ, ଇକ୍ୱାଲିଟି ମାନେ ସମାନତା, ଆଉ ଫ୍ରାଟର୍ନିଟି ମାନେ ଭାଇଚାରା। ତ এই ক্ষেত্রে যেତେବେଳେ ଆମର মন্ত্রী, অফিসার, আইএএস যে ବି ହଉ, পুলিশ ইন্সপেক্টর ହଉ କି চিফ মেডিকাল হসপিটালର চিଫ୍ ମେଡିକାଲ ଅଫିସର ହୁଅନ୍ତୁ, ଆପଣ ଯିବେ ଦେଖିବେ ସେମାନେ ଗୋଟେ ଧଳା ତୌଲିଆ ଉପରେ ବସୁଛନ୍ତି। ତାର ଅର୍ଥ କ'ଣ, ଯେ ଆମେ ତଳେ, ସେମାନେ ଆମର ବଡ଼ବାବୁ। ମାନେ ଏଇଟା ଗୋଟେ ସିମ୍ବଲିଜମ୍। ଶୁଣନ୍ତୁ, ଏଇଟା ବହୁତ ବଡ଼ କଥା ନୁହଁ, କିନ୍ତୁ ଏଇଟା ବଡ଼ କଥା ବି। ଏଇଟା ହେଉଛି ଆମ ଆଉ ପ୍ରଜା ଆଉ ସେମାନଙ୍କ ଭିତରେ ଯେ ଆମର ଦୂରତ୍ୱ ବଢ଼ିଯାଇଛି, ଗୋଟେ ଦୂରତ୍ୱ, ଗୋଟେ ପ୍ରାଚୀର ଅଛି, ତାର ଗୋଟେ ସିମ୍ବଲ ଏଇଟା। କାହିଁ ରହିବ, କ'ଣ ପାଇଁ ରହିବ? ମୁଁ ଦେଖୁଥିଲି ମାନେ ମାଇ କମ୍ପ୍ଲିମେଣ୍ଟସ୍ ଟୁ ମ୍ୟାଡାମ୍ ଅନୁ ଗର୍ଗ, ତାର ବି ମୁଁ ସର୍ଚ୍ଚ କରୁଥିଲି, ଫଟୋ ଦେଖିଲି, ସେ ବି ଜଣେ, ମାନେ ମୁଁ କହୁନି ଯେ ସବୁ ଟାଇମ୍ରେ ସେ ହ୍ୱାଇଟ୍ ଟାୱେଲ୍ ୟୁଜ୍ କରୁଛନ୍ତି, କିନ୍ତୁ ତାର ଫଟୋ ଆସିଲା ଚେୟାରରେ ହ୍ୱାଇଟ୍ ଟାୱେଲ୍। କାହିଁକି? ଏବଂ এটা ଖାଲି ଓଡ଼ିଶା କଣ୍ଟେକ୍ସରେ, এটা ଭାରତବର୍ଷରେ ସବୁ ଜାଗାରେ ହେଉଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘରକୁ ମୁଁ ଯାଇଥିଲି ଦେଖା କରିବା ପାଇଁ, ସେ ବି ଗୋଟେ ଟାୱେଲ୍ ୟୁଜ୍ କରିଛନ୍ତି, କିନ୍ତୁ ତାର ଟାୱେଲ୍ଟା ହେଉଛି ସାଫ୍ରନ୍ କାଲର୍ର ଟାୱେଲ୍। ବିଜେପି ଧଳା ନୁହଁ, ସାଫ୍ରନ୍ କାଲର୍, ଗେରୁଆ। ସେ ବି ବସିଛନ୍ତି ତାର ସୋଫାରେ, ମୁଁ ବି ସୋଫାରେ ବସିଲି, ମୋର ସୋଫାରେ ଟାୱେଲ୍ ଫାୱେଲ୍ ନାହିଁ, କିନ୍ତୁ ଯୋଗୀ ଆଦିତ୍ୟନାଥ ସୋଫାରେ ଗୋଟେ ଟାୱେଲ୍ଟା ପଡ଼ିଛି, ସାଫ୍ରନ୍ ଟାୱେଲ୍। ମୁଁ ଆଉ ସବୁ ଫଟୋ ଦେଖିଲି, এটা ବିଜେପି, କଂଗ୍ରେସ ପାର୍ଟି ଇଏ ନୁହଁ, ସମସ୍ତେ
আমার নবীন পটনাୟକ এই ବିଜୁ ଜନତା ଦଳର ଜନ୍ମଦିନ ଆନିଭର୍ସରୀ ଫଟୋ ଦେଖିଲି ଷ୍ଟେଜରେ ଗୋଟେ ଚେୟାରଟା ବଢିଆ କାଠ ଚେୟାର ତାର ଉପରେ ଗୋଟେ ହ୍ୱାଇଟ୍ ଟାୱେଲଟା ପଡିଛି ତାର ଉପରେ ନବୀନ ବାବୁ ବସୁଛନ୍ତି ଟାୱେଲର ପ୍ରୟୋଜନ କ'ଣ ପ୍ରୟୋଜନ କିଛି ନାହିଁ କିନ୍ତୁ ଟାୱେଲଟା ଥିବ ଦେଖନ୍ତୁ ମୁଁ ଫଟୋ ଦେଖୁଥିଲି ମାନେ ଇଏ ଆମର କ୍ୟାବିନେଟ ମିଟିଂ ଚାଲିଛି ସେକ୍ରେଟାରିଏଟ ଓଡ଼ିଶାରେ ଚିଫ୍ ମିନିଷ୍ଟର ଅଛନ୍ତି ମୋହନ ମାଝୀ ଚେୟାରରେ ମୁଁ ମାର୍କ କରିଦେଇଛି ଏବଂ ଦେଖିବି କିଛି ଛବି ଟାୱେଲଟା ପଡିଛି তার সাইডে যে সিনিয়র মন্ত্রী অনেক ডেপুটি চিফ মিনিস্টার তার টাওলটা নাই এটা হচ্ছে সেই ক্যাবিনেট রুমরে নেতাকে সবুঠু সিনিয়রকে মুখ্যমন্ত্রী টাওলটা হচ্ছে তার সিম্বল মন্ত্রী বসছেন তাও টাওল নাই কিন্তু সেই মন্ত্রী যেতবে তার নিজ চেম্বারকু গলে সেক্রেটারিয়েট সচিবালয়ের সে বসছেন টাওল মানে চেয়ার উপরে তার টাওল আর তার সামনে যে আইএস বসছেন তাও টাল নাই হ্যাঁ হয়েগলা ডিস্টিংশন হয়েগলা যে সেই রুমরে মন্ত্রী সিনিয়র আইএস অফিসার জুনিয়র এবং সেই আইএস অফিসার যেতবে তার নিজ রুমকু চেম্বারকু যাবে মোস্ট লাইকলি আপন দেখবে আইএস অফিসার বসে গোটে চেয়ার তার উপরে গোটে হ্ୱାଇଟ୍ ଟାୱେଲ ଆଉ ଲୋକମାନେ যেମାନେ ବସିଥିବେ ସାମ୍ନାରେ ଟାୱେଲ ନାହିଁ ଏଇଟା ନେଇକିରି ଏଇ ଧଳା ତौलिया ନେଇକିରି ଗୋଟେ ବড় କାଣ୍ଡ ହେଇଯାଇଛି ଗଲା ବର୍ଷ ଉତ୍ତରପ୍ରଦେଶରେ ମାନେ ବହୁତ ହଲ୍ଲା ହେଇଛି ମାନେ କଣ କହିବେ এটা কমেডি যদিও কনসিকুয়েন্সেস আর ভেরি ট্রাজিক মানে পুরা কমেডি তো কমিক আউ ମୁଁ ଏଇ କ୍ଲିପିଂଟା ବି ଦେଖାଉଛି ହିନ୍ଦୁସ୍ତାନ ଟାଇମ୍ସରେ ବାହାରିଛି ଗଲା ବର୍ଷ ଉତ୍ତରପ୍ରଦେଶରେ ଗୋଟେ ମିଟିଂ ସେଠି ଆଇଏଏସ୍ ଅଫିସର ମାନେ ଥିଲେ ଏମଏଲଏ ମାନେ ମନ୍ତ୍ରୀ ମାନେ ବି ଥିଲେ সেই ইলেক্টেড রিপ্রেজেন্টেটিভ মানে এমএলএ মানে যাইকি তারপরে হো হল্লা করিলে যে এটা কোন হলা আমার অপমান হয়ে গলা সেই মিটিংরে কোন যেতে আইএস অফিসার থিলে সেই সবু চেয়ারে সেইমানর চেয়ারে হ୍ୱାଇଟ୍ ଟାୱେଲ পড়িছি ଆଉ এমএলএ মানর চেয়ারে হ্ୱାইଟ୍ ଟାୱେଲ নাই ହେଇଗଲା ଗୋଟେ ডিস্টিংশন যে ସେମାନେ হচ্ছে ইম্পর্টেন্ট এମାନେ এতে ইম্পর্টেন্ট নু তো ইলেক্টেড এমএলএ মানে এটাକୁ ନେଇକରି প্রবল উত্তরপ্রদেশରେ গলা ବର୍ଷ বোধহয় মার্চ এপ্রিলରେ ହେଇଥିଲା প্রবল হো হল্লা ହେଲା যে এটা কোন আমার অপমান ହେଇଗଲା মানে ଆମ চেয়ারে টাওয়েল নাই তোয়ালিয়া নাই কেমতি হব কাই হব আমার অপমান তারপরে এতে হো হল্লা ହେଲା চিফ সেক্রেটারি ফাইনালি গোটে মিটিং ବି କରିଲେ মানে উত্তরপ্রদেশ এবং তারপরে কুହାଗଲା না 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 তৌলিয়া দেওয়া পড়িব ସମସ୍ତଙ୍କୁ ଦେବା ପଡ଼ିବ ମନ୍ତ୍ରୀ ଏମଏଲଏ ମାନଙ୍କୁ ବି ଚେୟାରରେ ଯେତେବେଳେ ବସିବେ ସେତେବେଳେ ହ୍ୱାଇଟ୍ ଟାୱେଲ ରହିବା କଥା କିନ୍ତୁ ହ୍ୱାଇଟ୍ ଟାୱେଲର ପ୍ରୟୋଜନ କ'ଣ ମାନେ এই টাওয়েল কে কিনুଛି এটা কোন স্টেট বাজেটରୁ কেনা হচ্ছে না উত্তরপ্রদেশে ମୁଁ সেই স্টোরিরে দেখিলি উত্তরপ্রদেশে প্রতি সপ্তাহে 1000 টাওয়েল কেনা হচ্ছে আয়রনিং হচ্ছে এবং সপ্তাহে 2 থর সেই চেয়ারে সেই সব টাওয়েল চেঞ্জ হুয়ে রিপ্লেস করা যায় নূয়া টাওয়েল মানে শুধু এটা শোনো টাওয়েল কিনিবা পাই মোর ধারণা কোটি কোটি টঙ্কা খরচা হনি কিন্তু এই মেসেজটা কোন যাଉଛି আমি কହୁଛୁ যে ଆମର ଭାରତବର୍ଷ ହେଉଛି ଇକ୍ୱାଲିଟିରେ ବିଶ୍ୱାସ ଇକ୍ୱାଲିଟି ଆମେ ସମସ୍ତେ ବିଶ୍ୱାସ ଆଉ ମନ୍ତ୍ରୀ ଆଉ ଏଇ ଯୋଉ ବଡ଼ ବଡ଼ ଅଫିସର ମାନେ ଏମାନେ ତ ଅଫିସିଆଲି ଟେକ୍ନିକାଲି ଥିଓରିଟିକାଲି ଆମର ସେବା ପାଇଁ ଅଛନ୍ତି ତ ସେବା ପାଇଁ ଯଦି ଆମର ସେବା ଯଦି କରୁଛନ୍ତି ତାହେଲେ ଆପଣ ଭିତରେ କାହିଁ ଡିଫରେନ୍ସ ଆପଣ ତ ହ୍ୱାଇଟ୍ ଟାୱେଲ ୟୁଜ ବସିବେ ଆଉ ଆମେ ଖାଲି ଏମିତି ଚେୟାରରେ ବସିବୁ এই ডিস্টিংশনটা কাহি রই কোন পাই এটা তো গোটে মেসেজই খারাপ যে আমি গোটে ଏବେ ବି ফিউডাল সোসাইটিরে ব্রিটিশ মানে পলাইଛନ୍ତି ব্রিটিশ সাম্রাজ্য সরি যাইছি কিন্তু সেই ট্র্যাডিশন ଏବେ ବି ଚାଲିଛି যে গোটে ফিউডাল সোসাইটি আপন মানে এইଠି ଆମେ এইଠୁ এটা কোন গ্রহণযোগ্য ওড়িশারে এমতি এটা গোটে সেন্স অফ এন্টাইটেলমেন্ট মানে এই গলা বর্ষ বোধহয় গলা বর্ষ ମୁଁ ফটোটা ଦେଖଉଛି এই যে মানে অফিসার অଛନ୍ତି ମୁଁ କହୁନି ଯେ ଖରାପ ସମସ୍ତେ ଖରାପ ଅଫିସର ନା ଭଲ ଅଫିସର ବି ଅଛି ସେୟା ପାଇଁ ଭଲ ଆଇଏଏସ୍ ମନ୍ତ୍ରୀ ଅଛନ୍ତି ବୋଲିକିରି ଦେଶଟା ଏବେ ବି ଚାଲିଛି କିନ୍ତୁ କିଛି ଲୋକ ଅଛି ଏବଂ ବେଶ ଇନ୍ ଭେରି ଲାର୍ଜ ନମ୍ବର ମାନେ ପ୍ରବଳ ଆଟିଚ୍ୟୁଡ ପ୍ରବଳ ଗର୍ବ ଦମ୍ଭ ଏବଂ ସେନ୍ସ ଅଫ୍ ଏଣ୍ଟାଇଟେଲମେଣ୍ଟ ଆମେ ଅଫିସର ଆମେ ମନ୍ତ୍ରୀ ଆମେ ଆମ ଉପରେ ସେମାନେ ଏଇ ଗଲା ବର୍ଷ ଗୋଟେ ବଡ଼ କଣ୍ଟ୍ରୋଭର୍ସି ବି ହେଇଥିଲା ଜଣେ ଆଇଏଏସ୍ ପ୍ରଫେସନାର ଓଡ଼ିଶା କ୍ୟାଡର କଳାହାଣ୍ଡିରେ ଥିଲେ ଆଇଏଏସ୍ ପ୍ରଫେସନାର ଷ୍ଟାର୍ଟ କରୁଛନ୍ତି ତାର ଗାଡ଼ି ଆଗରେ ଏତେ ବଡ଼ ଗୋଟେ ବୋର୍ଡ ଲାଗିଛି ଆଇଏଏସ୍ ପ୍ରଫେସନାର
ମାନେ କ'ଣ ଲୋକକୁ ଡରଉଛନ୍ତି? ମାନେ ତାପରେ ସେଟାକୁ ନେଇକିରି ବଡ଼ କଣ୍ଟ୍ରୋଭର୍ସି ହେଲା, ଏନକ୍ୱାରି ଅର୍ଡର ହେଲା ଏବଂ ତାପରେ ତୋଡ଼ିଘୋଡ଼ି ସେଟାକୁ ବୋର୍ଡଟାକୁ, କିନ୍ତୁ ସେଇ ଆଇଏଏସ୍ ପ୍ରୋବେସନର ମେଣ୍ଟାଲିଟି ଆଟିଚ୍ୟୁଡ୍ଟା ଦେଖନ୍ତୁ। ମୁଁ ଆଇଏଏସ୍ ହେଇଯାଇଛି, ଆଇଏଏସ୍ ପ୍ରୋବେସନର ହେଉଛି ପରୀକ୍ଷା ପାସ୍ କରିକିରି ଚାକିରି ଜଏନ୍ କରିବା ପରେ ସେ ମାନେ ଇନିସିଆଲ ତାର ଟ୍ରେନିଂ ଚାଲିଛି ସେତେବେଳେ ସେ ଏତେ ବଡ଼ ବୋର୍ଡ ଲଗାଇ ଦେଇଛି, ମୁଁ ଆଇଏଏସ୍ ପ୍ରୋବେସନର, ଲୋକକୁ ଡରାଇବା ପାଇଁ। ଲୋକ ଆରେ ଡରିଯିବେ ଆଇଏଏସ୍ ପ୍ରୋବେସନ। ଓଡ଼ିଶାରେ ଆଉ ଗୋଟେ ଜିନିଷ ମୁଁ ନଜର କରିଛି, ଏଇଟା ମୁଁ ଯେତେବେଳେ 20 ବର୍ଷ ତଳେ ଯେତେବେଳେ ଓଡ଼ିଶାରେ ରହୁଥିଲି ଏଇଟା ଦେଖିନଥିଲି। ମୁଁ ଚିଫ୍ ସେକ୍ରେଟାରୀ ଦେଖୁଥିଲି, ସିନିୟର ଆଇଏଏସ୍ ଅଫିସର ଦେଖୁଥିଲି, ସେମାନେ ଆସୁଥିଲେ ଯାଉଥିଲେ, ଠିକ୍ ଅଛି। ଏବେ ସବୁ ବଡ଼ ବଡ଼ ଅଫିସର ସାଙ୍ଗରେ ଜଣେ ସିକ୍ୟୁରିଟି ଗାର୍ଡ, ମାନେ ସୁଟ୍ ଫୁଟ୍ ପିନ୍ଧିକିରି ସିକ୍ୟୁରିଟି ଥିବ। ମୁଁ ଏଇଟା କେବେ ଦେଖିନଥିଲି। ମୋର ମନେ ପଡ଼ୁନି ଯେ ଚିଫ୍ ସେକ୍ରେଟାରୀ ଆସୁଥିଲେ ମିଟିଂରେ କି ଫଙ୍କସନ୍ରେ ତାର ସାଙ୍ଗରେ ଗୋଟେ ସିକ୍ୟୁରିଟି ଗାର୍ଡ ଥିବ। ସିକ୍ୟୁରିଟି ଗାର୍ଡ ଠିକ୍ ଅଛି। ଏବେ ଏମିତି ସ୍ଥିତିରେ ଯାଇଛି ଯେ ସେନ୍ସ ଅଫ୍ ଏଣ୍ଟାଇଟଲମେଣ୍ଟ ଏବଂ ଏଇ ଯେଉଁ ଗ୍ୟାପ୍ ଲୋକ ସାଙ୍ଗରେ ବ୍ୟୁରୋକ୍ରାସି, ଆଡମିନିଷ୍ଟ୍ରେସନ, ଶାସକ ଆଉ ଶାସିତ ଭିତରେ ଯେ ଗ୍ୟାପ୍ଟା ଆଉ ବଢ଼ି ଚାଲିଛି, ତାର ଆଉ ଗୋଟେ ଏକ୍ସାମ୍ପଲ୍ ହେଉଛି, ବଡ଼ ଗୋଟେ ଏକ୍ସାମ୍ପଲ୍, ଓଡ଼ିଶାରେ ଆଇଏଏସ୍ ଆଇପିଏସ୍ ଯେଉଁମାନେ ପ୍ରୋବେସନର ଅଛନ୍ତି, ନୂଆ ପରୀକ୍ଷା ପାସ୍ କରିକିରି ଚାକିରି ଜଏନ୍ କରୁଛନ୍ତି, ଟ୍ରେନିଂ ଚାଲିଛି, ପ୍ରୋବେସନ ପିରିୟଡ଼। ମୋର ଜାଣିବାରେ ସମସ୍ତେ ଏବେ ସିକ୍ୟୁରିଟି ଗାର୍ଡ ପାଉଛନ୍ତି, ଆଇଏଏସ୍ ପ୍ରୋବେସନର, ଆଇପିଏସ୍ ପ୍ରୋବେସନର ସାଙ୍ଗରେ ସେମାନେ ବାହାରିବେ, ସାଙ୍ଗରେ ଜଣେ ওই ଯେଉଁ ସାଫାରି ସୁଟ୍ ପିନ୍ଧିକିରି ଛିଡ଼ା ହେଇଥିବେ ଲୋକ, ସିକ୍ୟୁରିଟି। এটা ହେଇଯାଇଛି ମାନେ କ'ଣ ପାଇଁ, ମାନେ ୱାଇ ଦିସ୍ ସେନ୍ସ ଅଫ୍ ଏଣ୍ଟାଇଟଲମେଣ୍ଟ? ହଁ, ମୁଁ ମାନିଲି ଆପଣ ଯଦି ମାଲକାନଗିରିରେ ଅଛନ୍ତି, ନକ୍ସାଲାଇଟ୍ ଏରିଆରେ যেটি ল ଆଣ୍ଡ ଅର୍ଡରର ପ୍ରୋବ୍ଲେମ୍ ଅଛି, ଆପଣର ସିକ୍ୟୁରିଟି ଦରକାର, ମାନିଲି। କିନ୍ତୁ ସମସ୍ତେ କ'ଣ ପାଇଁ, ମାନେ ଖାଲି ଲୋକକୁ ଦେଖାଇବା ପାଇଁ ଯେ ଆମେ ମାନେ ଏଇ ଲେଭେଲର ଲୋକ ଏବଂ ଆମ ସାଙ୍ଗରେ ପଛରେ ଥିବ, ଦରକାର ଅଛି ନ ଦରକାର ଅଛି, କିନ୍ତୁ ସାଙ୍ଗରେ ଥିବ, ଆମର ଟିକେ ଷ୍ଟେଟସଟା ବଢ଼ିଯିବ ଏବଂ ଏଇ ପ୍ରଜା ଆଉ ଏଇ ଶାସକ ଆଉ ଶାସିତ ଭିତରେ ଗ୍ୟାପ୍ଟା ଆଉ ଟିକେ ବଢ଼ିବ। ମୋର ଆଜି ଏଇ ଅଧ୍ୟାୟରେ କହିବାର ଯେ এটা ଗୋଟେ ଛୋଟିଆ ଘଟଣା ହେଇପାରେ, କିନ୍ତୁ ଆପଣ ଭାବନ୍ତୁ ଇନ୍ ଦ ଲାର୍ଜର କଣ୍ଟେକ୍ସଟ এটা ବୁଝେଇ ଦେଉଛି ଯେ ଆମ ଭିତରେ ସେଇ ଇକ୍ୱାଲିଟି, ସମାନତା ନାହିଁ। ଏମାନେ କହୁଛନ୍ତି ଆମର ସେବାରେ ଅଛନ୍ତି, କିନ୍ତୁ ଗୋଟେ ମସ୍ତ ବଡ଼ ଗ୍ୟାପ୍। ଆଉ এটা ଖାଲି ବିଜେପି, ବିଜେଡି, କଂଗ୍ରେସ ନୁହଁ, ସମସ୍ତେ ଯେଉଁମାନେ ପୋଜିସନ୍ ଅଫ୍ ପାୱାରରେ ଅଛନ୍ତି ସେମାନେ ମୋଷ୍ଟ ଲାଇକଲି ହ୍ୱାଇଟ୍ ଟାୱେଲ୍, ଧଳା ତୌଲିଆ ୟୁଜ୍ କରୁଛନ୍ତି। କ'ଣ ପାଇଁ? কোনো ଦରକାର ତ ନାହିଁ। ମୁଁ ତ ଫଟୋ ଦେଖେଇବି, କିଛି ଲୋକର ଫଟୋ ଦେଖେଇବି, ସେ ଆପଣ ରାଜନାଥ ସିଂ କହନ୍ତୁ, ଆସୁଛନ୍ତି ହ୍ୱାଇଟ୍ ଟାୱେଲ୍ ପଡ଼ିଛି ଚେୟାରରେ, ଧର୍ମେନ୍ଦ୍ର ପ୍ରଧାନ ହ୍ୱାଇଟ୍ ଟାୱେଲ୍। ମୁଁ କହିବିନି ଯେ ଏମାନେ ସମସ୍ତ ଅଲୱେଜ୍ ହ୍ୱାଇଟ୍ ଟାୱେଲ୍ ୟୁଜ୍ କରୁଛନ୍ତି, କିନ୍ତୁ ମଝିରେ ମଝିରେ ବି ୟୁଜ୍ କରୁଛନ୍ତି। କାହିଁ କରିବେ? ପ୍ରয়োଜନୀୟତା ତ ନାହିଁ, ଏୟାର କଣ୍ଡିସନରେ ବସୁଛନ୍ତି, ଅଫିସ୍ ତ ଏୟାର କଣ୍ଡିସନର, ସେଇଠି ତ ଝାଲ ନାଲ ହେବାର কোনো ସମ୍ଭାବନା ନାହିଁ। তো ଆଜିର এই ଅଧ୍ୟାୟରେ ମୋର প্রশ্ন যে ম্যাডাম গর্গ চিফ সেক্রেটারি হেলে, ফার্স্ট উমেন চিফ সেক্রেটারি হেলে, বড়িয়া ହେଇଛି, we all congratulate you for that, you have broken a glass ceiling। কিন্তু ଗୋଟେ ଲାଷ୍ଟିଂ ଇମ୍ପାକ୍ଟ କଣ୍ଟ୍ରିବ୍ୟୁସନ୍ ଆପଣ ରଖି ଯାଇପାରିବେ କି? ବହୁତ ଗୁଡ଼ାଏ ଚ୍ୟାଲେଞ୍ଜ ଅଛି ଓଡ଼ିଶା ପାଇଁ, ବହୁତ ଚ୍ୟାଲେଞ୍ଜ ହିଁ ଚ୍ୟାଲେଞ୍ଜ। ଇନଭେଷ୍ଟମେଣ୍ଟ ଆଣିବା ପଡ଼ିବ, ଇଣ୍ଡଷ୍ଟ୍ରି କରିବା ପଡ଼ିବ, ପାନୀୟ ଡ୍ରିଙ୍କିଂ ୱାଟରର ସ୍କାର୍ସିଟି ପ୍ରୋବ୍ଲେମ୍ ସଲ୍ଭ କରିବା ପଡ଼ିବ, ଅନଏମ୍ପ୍ଲୟମେଣ୍ଟ କ୍ରାଇସିସ୍, ଚାକିରି ଯୋଗାଇବା ପଡ଼ିବ, ବହୁତ ଗୁଡ଼ାଏ ଅଛି, ହଜାରେ ହଜାରେ ଅଛି। କିନ୍ତୁ ଏଇ ହ୍ୱାଇଟ୍ ଟାୱେଲ୍, ଧଳା ତୌଲିଆ, this could be a small thing but it sends a very significant message। ମୁଁ ତ ଚାହିଁବି ଯେ ସାମ୍ବାଦିକ ମାନେ ଯେଉଁମାନେ ଏବେ ଆଜିକାଲି ସଚିବାଳୟ, ଭୁବନେଶ୍ୱର ସଚିବାଳୟ ଯାଉଛନ୍ତି, ମୁଁ ତ ସେମାନଙ୍କୁ ରିକ୍ୱେଷ୍ଟ କରିବି ଯେ ଏଇ ମନ୍ତ୍ରୀକୁ ଆପଣମାନେ ଯିବେ ପ୍ରେସ୍ କନଫରେନ୍ସ କିମ୍ବା ଇଣ୍ଟରଭ୍ୟୁ କରିବା ପାଇଁ, ସେ ଯଦି ହ୍ୱାଇଟ୍ ଟାୱେଲ୍ରେ ବସିଥିବେ, ଆପଣମାନେ ପଚାରନ୍ତୁ ଯେ ଏଇ ହ୍ୱାଇଟ୍ ଟାୱେଲ୍ର ଆବଶ୍ୟକତା କ'ଣ ପାଇଁ, ଲାଭଟା କ'ଣ ହେଉଛି। କିମ୍ବା ଆପଣମାନେ ଯେଉଁମାନେ ମୋର ଏଇ ଭିଡ଼ିଓ ଆଜି ଦେଖୁଛନ୍ତି, କେଉଁଠି ଯିବେ, পুলিশ ଷ୍ଟେସନ ଯିବେ କି ହସ୍ପିଟାଲ ଯିବେ, ବଡ଼ବାବୁ ପଞ୍ଚାୟତ ଅଫିସ୍ ଯିବେ, ବଡ଼ବାବୁ ଯଦି ହ୍ୱାଇଟ୍ ଟାୱେଲ୍ ଉପରେ ବସିଥିବେ, ପଚାରନ୍ତୁ ତାକୁ ଯେ କ'ଣ ପାଇଁ, ଏଟାର ଆବଶ୍ୟକତା କ'ଣ, କ'ଣ ଲାଭ ହେଉଛି। ମାନେ ଆପଣ କ'ଣ ଆମର ବସ୍? ଥିଓରିଟିକାଲି ତ ଆପଣମାନେ ଅଛନ୍ତି ଆମର ସେବା କରିବା ପାଇଁ, ତାହେଲେ ଏଇଟା ଅଛି କାହିଁକି? ତ ମ୍ୟାଡ଼ାମ୍ ଗର୍ଗ ପାଖରେ ମୋର ଖାଲି ଗୋଟେ ରିକ୍ୱେଷ୍ଟ, ଏଇଟା ଗୋଟେ ସ୍ମଲ୍
ଭେରି ସ୍ମଲ୍ ଥିଙ୍ଗ ହେଇପାରେ, କିନ୍ତୁ ଏଟାର ମେସେଜ ହେଉଛି ବହୁତ ସିଗ୍ନିଫିକାଣ୍ଟ। ତ ଟୁ ବିଗିନ୍ ୱିଥ୍ ଆପଣ ଗୋଟେ ଆମକୁ ପ୍ରତିଶ୍ରୁତି ଦିଅନ୍ତୁ ଯେ, ମୁଁ ତ ଆପଣଙ୍କ ଫଟୋ ଦେଖିଛି ଗୋଟେ, ଯେ ହ୍ୱାଇଟ୍ ଟାୱଲ ଚେୟାରରେ ଆପଣ ତାର উপরে ବସୁଛନ୍ତି, ତ ଗୋଟେ ପ୍ରତିଶ୍ରୁତି ଦିଅନ୍ତୁ ଯେ ଆଟଲିଷ୍ଟ ଏଇ ଟ୍ରାଡିସନଟା ଆପଣ ବନ୍ଦ କରିବେ। এটা তো ফিউডাল গোটে কলোনিয়াল গোটে ট্র্যাডিশন যেটা চালিছে, এটাকে আপন বন্ধ করিবে। আপন হোয়াইট টাওয়াল ইউজ করিবেনি আপনার চেয়ারে, এবং আপন এটা নির্দেশ দেই পারিবে। আপনার কথা হয়তো মন্ত্রীবারে মানিবেনি, কিন্তু আপন অ্যাডমিনিস্ট্রেশন স্টেট গভর্নমেন্টরে আপন গোটে নির্দেশ বি দেই পারিবে যে আজিঠু ধলা তৌলিয়ার ইউজ ব্যান দরকার নাই, লোককু সাঙ্গে জুড়েইবা পড়িব। অ্যাডমিনিস্ট্রেশন ব্যুরোক্রেসি এবং লোক, শাসক শাসিত ঠিক ଅଛି, কিন্তু শাসিত শোষিত ହେଇ ପାରିବ ନାହିଁ, এটা ହେବା ଉଚିତ ନୁହଁ। ତ ଆପଣ କହିବେ କି? ମୁଁ ଆଉ ସୋଶାଲ ମିଡ଼ିଆରେ ମୁଁ ଦେଖୁଥିଲି ଏଇ ହ୍ୱାଇଟ୍ ଟାୱଲ, ମୁଁ ଟିକେ ରିସର୍ଚ୍ଚ କରୁଥିଲି ଇଣ୍ଟରନେଟରେ। ତ ହ୍ୱାଇଟ୍ ଟାୱଲର ଇଏ ହେଉଛି ଯେ ମାନେ ଆପଣ ଜଣେ ବଡ଼ ଲୋକ, ତାର ସିଗ୍ନାଲିଂ ଯେ ଗୋଟେ হলরে 10টা চেয়ার পড়িছে, 10 জন আইএস অফিসার আসিকি মিটিংটা করিবে, কিংবা গোটে ক্যাবিনেট মিটিং হব, 10 জন মন্ত্রী আসিকি মিটিংটা করিবে। সেই 10 জন ভিতরে সিনিয়র কে, সবুঠু ইম্পর্টেন্ট কে, আপন গোটে টাওয়াল পকাই দিয়ন্তু গোটে চেয়ারে, সেই চেয়ারে যে বসিব টাওয়াল উপরে জনা পড়িଯିବ, সেটা হচ্ছে যে সিগনালি যে এ হচ্ছে সবুঠু বড়। তো আমার ক্যাবিনেট মিটিংরে মোহন বাবু হোয়াইট টাওয়াল উপরে বসছেন, অন্য মন্ত্রী ইনক্লুডিং ডেপুটি চিফ মিনিস্টার জাস্ট নর্মাল গোটে চেয়ারে বসଛନ୍ତି, কিন্তু সেই মন্ত্রী যেତେବେଳେ তার চেম্বারକୁ ଯାଉଛନ୍ତି ସେଠି ଗୋଟେ ଟୱଲ ହ୍ୱାଇଟ୍ ଟାୱଲ সেই ইম্পর্টেন্ট হয়ে যাইଛନ୍ତି। এটা বন্ধ ହେବା দরকার। এই ফিউডাল সিস্টেম ট্র্যাডিশন মানে সেন্ডস আ ভেরি পুଅର মেসেজ। তো ମୁଁ କହିଲି ଏଇଟା ହେଉଛି ମୋର ମ୍ୟାଡାମ ଗାର୍ଗ ପାଖରେ ରିକ୍ୱେଷ୍ଟ ଆଜି, ଏଟାକୁ ବନ୍ଦ କରନ୍ତୁ। এটা বন্ধ করিবা, শুনন্তু, চাকরি দেবা যোগাইবা, আনএমপ্লয়মেন্ট ক্রাইসিস সলভ করিবা বহুত ডিফিকাল্ট, কিন্তু এই ইউজ অফ হোয়াইট টাওয়াল এটাকে রুখিবা ভেরি ইজি। খালি গোটে অর্ডার দেবে, লোকକୁ କହିଦେବେ ଯେ ଆଜିଠୁ ବନ୍ଦ ବନ୍ଦ ହେଇଯିବ। ଆଟଲିଷ୍ଟ থিওরিটিକାলি ଜଣା ପଡ଼ିବ ଯେ ଆମ ଭିତରେ ଗୋଟେ ଇକ୍ୱାଲିଟି ଅଛି। ମୁଁ ଯେ କହିଲି ଭାରତବର୍ଷର সংবিধান କହୁଛି জাস্টিস ইকুয়ালিটি ফ্র্যাটার্নিটি, ଆଟଲିଷ୍ଟ କିଛି ଇକ୍ୱାଲିଟି ଆସିବ। ଏବଂ ଆପଣମାନେ ସତରେ ଭାବନ୍ତୁ, ନେକ୍ସଟ ଟାଇମ୍ কোনো ଗଭର୍ଣ୍ଣମେଣ୍ଟ ଅଫିସକୁ ଗଲେ ପରେ কোনো বড়বাবু যদি এমতি হোয়াইট টাওয়াল উপরে বসিবে, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ପଚାରିବେ ଯେ ଆବଶ୍ୟକତା କ'ଣ, এটা କ'ଣ ବନ୍ଦ ହବ? ମ୍ୟାଡାମ ଅନୁଗର କ'ଣ এটা ବନ୍ଦ କରିପାରିବେ? ଦେଖାଯାଉ କ'ଣ ହେଉଛି। ବଟ୍ ଅଲ୍ କମ୍ପ୍ଲିମେଣ୍ଟସ୍ ଟୁ ହାର୍, କଂଗ୍ରାଚୁଲେସନ୍ସ, ବଢ଼ିଆ ଗୋଟେ ଗ୍ଲାସ୍ ସିଲିଂ ওমেন চিফ সেক্রেটারি বঢ়ିଆ। ଦେଖାଯାଉ এই ଧଳା ତଉଲିଆର ୟୁଜ୍ ବନ୍ଦ ହେଉଛି କି ନାହିଁ। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର এই ୟୁଟ୍ୟୁବ୍ ଚ୍ୟାନେଲ୍ ମୁଁ ରୁବେନ କହୁଛି, লিঙ্ক সেয়ার করন্তু, সবসক্রাইব করন্তু, কমেন্ট সেকশনরে কমেন্টস ଆଉ ସଜେସନ୍ସ ଦିଅନ୍ତୁ, ଆଉ ଏ ଯେଉଁ ବେଲ୍ ଆଇକନ୍ ଅଛି ପ୍ରେସ୍ କରନ୍ତୁ। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ଅଟୋମେଟିକାଲି ଗୋଟେ ନୋଟିସ୍ ପାଇଯିବେ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।